ଗୋଚା ପଞ୍ଚାୟତ ଏ ପଞ୍ଚାୟତର ଏକ ଉପାନ୍ତ ଅଞ୍ଚଳରେ ଆମେ ଆଜି ମକର ପାଳନ ସହ ଯେଉଁ ମହିମା ଅଲେଖ ମଠ ଅଛି ଏ ମଠରେ ଆସିଥିଲୁ ଆଉ ଅନୁଧ୍ୟାନ କରୁଥିଲୁ। ବାବା ଏଠି ମିନିମମ୍ 85 ନା 82 ଅଛନ୍ତି। ସେ ଜଣେ ଗୃହସ୍ଥୀ ଥିଲେ, କୌଣସି କାରଣରୁ ତାଙ୍କ ସ୍ତ୍ରୀ ଦେହାନ୍ତ ପରେ ସେ ଗୃହସ୍ଥୀ ଛାଡ଼ି ଏଠି ବହୁତ ବର୍ଷର ଏଠି ଅଛନ୍ତି। ତାଙ୍କର ଯେହେତୁ ଇଲେକ୍ସନ ପୂର୍ବରୁ ମୋତେ କିଏ ବି ଜଣେ କହିଥିଲା, ତେଣୁ କେତେବେଳେ ସୁଯୋଗ ପାଇନଥିଲି ତେଣୁ ବାବାଙ୍କୁ ଦର୍ଶନ କରିବାର, ତେଣୁ ଦର୍ଶନ ସହ ମକର ପାଳିବାର ମଜା ଏଠି ମିଳିଲା। ଉପାନ୍ତ ଅଞ୍ଚଳ ଦେଖିଲୁ ଗୋଛାର, ଏଠି ନା ରାସ୍ତା ଅଛି, ନଈ ଅଛି, କିନ୍ତୁ ତାର କିଛି ବ୍ୟବସ୍ଥା ନାହିଁ। ନିହାତି ଭାବେ ଆସିଥିଲୁ, ଦେଖୁଛୁ ବାବାଙ୍କ ଘରେ ତାଙ୍କ ଚେଲା କିଛି ଅଛନ୍ତି। ଏ ପାଖେ ଛୋଟ ମୋଟ କିଛି ଗାଁ ଅଛି, ଯୋଉଟାକି 2-4 ଥିବ। ମୁଁ ବି ସେ ଗାଁ ଦେଖିନି, ଖାଲି ତ କହିଲେ ହବନି ଆମେ ସବୁ ବୁଲିଛୁ, ଆମେ ତାକୁ ବି ଜାଣିବା ଦରକାର ଯେ ଏଠି ଜିଲ୍ଲା ପରିଷଦ ମହୋଦୟ ଆସିଛନ୍ତି ଆମ ସହିତ, ସରପଞ୍ଚ ମହୋଦୟ ଅଛନ୍ତି, ଏକ୍ସ ସରପଞ୍ଚ ମହୋଦୟ ଅଛନ୍ତି, ସମସ୍ତେ ଅଛନ୍ତି ଆମ ସହିତ।